ଷଷ୍ଠ ଶ୍ରେଣୀର ମୋର ସମସ୍ତ ପ୍ରିୟ ଛାତ୍ରଛାତ୍ରୀମାନେ ତୁମ ସମସ୍ତଙ୍କୁ ପୁଣି ଥରେ ଏସ୍ଏସ୍ ଓଡ଼ିଆ ଏକାଡେମୀ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ। ପିଲାମାନେ ତୁମମାନଙ୍କର ଯେଉଁ କଷ୍ଟ ସବଜେକ୍ଟ ରହିଛି ମ୍ୟାଥ୍ ହେଉ ସାଇନ୍ସ ହେଉ ଇଂଲିଶ ହେଉ ତ ତା'ର ପ୍ରତ୍ୟେକ ଚାପ୍ଟରକୁ ଆମେ ଭଲ ଭାବରେ ଦେଖି ଯିବା। ତ ତୁମେମାନେ ସମସ୍ତେ ରିକ୍ୱେଷ୍ଟ କରିଥିଲ ମ୍ୟାଥମେଟିକ୍ସର କ୍ଲାସ୍ ଆରମ୍ଭ କରିବା ପାଇଁ। ତ ମ୍ୟାଥମେଟିକ୍ସ କ୍ଲାସ୍ କାହିଁକି ମୁଁ ଆରମ୍ଭ ଏବେ କଲି ନାହିଁ ନା ଜଷ୍ଟ କେତେଦିନ ପରେ କରିବି। ଯେଉଁ ଟ୍ରାଇପଡ଼ ଦେବା ପାଇଁ ତ ମୁଁ ଅର୍ଡ଼ର କରିଛି ତା ମୋ ପାଖରେ ବର୍ତ୍ତମାନ ଆଭେଲେବୁଲ୍ ନାହିଁ, ସେଥିପାଇଁ ମୁଁ କରିପାରୁନାହିଁ। ତ ଫାର୍ଷ୍ଟ ସେଥିପାଇଁ ଇଂଲିଶ କ୍ଲାସ୍ କରୁଛି, ତାପରେ ମ୍ୟାଥମେଟିକ୍ସ କ୍ଲାସ୍ କରିବା। ତ ପ୍ରତ୍ୟେକ ସବଜେକ୍ଟର ପ୍ରତ୍ୟେକ ଟପିକ୍କୁ ଆମେ ଦେଖିବା। ଦେଖିଦିଅ ତୁମର ଫାର୍ଷ୍ଟ ଟପିକ୍ ରହିଛି କ'ଣ ନା ଫନ୍ ୱିଥ୍ ଇଂଲିଶ। ଏ ଯେଉଁ ଫନ୍ ୱିଥ୍ ଇଂଲିଶ ଫାର୍ଷ୍ଟ ଚାପ୍ଟର ଲେସନ୍ 1 ବା ତୁମର ଅଧ୍ୟାୟ 1 ପ୍ରଥମ ବିଷୟ ନାଁ ହେଲା କ'ଣ କାଇଟ୍। କାଇଟ୍ ମାନେ କ'ଣ ପିଲେ ସମସ୍ତେ ଜାଣିଛ ତମେ, କାଇଟ୍ ମାନେ ହେଲା ଗୁଡ଼ି। ତ ସେ ବିଷୟରେ ଆମେ ଆଜି ପଢ଼ିବା। ଦେଖ ସେସନ୍ 1, ସେସନ୍ ମାନେ କ'ଣ ପିଲେ ନା ଭାଗ 1। ତ ପ୍ରି ରିଡ଼ିଂ ମାନେ ସମସ୍ତେ ଜାଣିବା ଦରକାର ପଢ଼ିବା ପୂର୍ବରୁ। ପ୍ରି ରିଡ଼ିଂ ମାନେ କ'ଣ ପଢ଼ିବା ପୂର୍ବରୁ। Have you ever observed kites when they fly and they lie on the ground? ତାର ପ୍ରଥମେ ଆମେ ଜାଣିବା have you ever flown kites ତା ମାନେ କ'ଣ? ତୁମେ କେବେ ଗୁଡ଼ି ଉଡ଼ାଇଛ କି? Have you ever observed kites when they fly and they lie on the ground? ତୁମେ କେବେ ଗୁଡ଼ିକୁ ଲକ୍ଷ୍ୟ କରିଛ କି? ଅବଜର୍ଭ ମାନେ କ'ଣ ନା ଲକ୍ଷ୍ୟ କରିବା। Kites when they fly and they lie on the ground, ଯେତେବେଳେ ସେମାନେ ଉଡ଼ୁଥାନ୍ତି ଏବଂ ଭୂମି ଉପରେ ପଡ଼ିଥାନ୍ତି। lie ମାନେ ପଡ଼ିବା, LIE lie ମାନେ ପଡ଼ିବା, ଭୂମି ଉପରେ ପଡ଼ି ରହିଥାନ୍ତି। ଗ୍ରାଉଣ୍ଡ ମାନେ କ'ଣ ପିଲେ ନା ଭୂମି। ତ do kites look different when in the air? ଗୁଡ଼ି ସବୁ ବାୟୁମଣ୍ଡଳରେ ବା ଶୂନ୍ୟରେ ଥିବାବେଳେ ଭିନ୍ନ ବା ଅଲଗା ପ୍ରକାର ଦେଖାଯାଆନ୍ତି କି? Do they also act differently? ସେମାନେ ମଧ୍ୟ ଭିନ୍ନ ଭାବରେ କାର୍ଯ୍ୟ କରିଥାନ୍ତି କି? ଡିଫରେଣ୍ଟଲି ମାନେ ଅଲଗା ଭାବରେ ବା ଭିନ୍ନ ଭାବରେ କାର୍ଯ୍ୟ କରିଥାନ୍ତି କି? ଡିଫରେଣ୍ଟଲି ମାନେ ଅଲଗା ଭାବରେ ବା ଭିନ୍ନ ଭାବରେ। See the two pictures of kite and guess. ବର୍ତ୍ତମାନ ଆମେ କାଇଟ୍ର ଦୁଇଟା ପିକ୍ଚର ଦେଖିବା। ଏଠି ଦେଖ ଗୋଟେ ପିଲାଟି ଅଛି ଆଉ ଭୂମିରେ କ'ଣ ପଡ଼ିଛି ନା ଗୁଡ଼ିଟେ ପଡ଼ିଛି। ଏଠି କ'ଣ କରୁଛି ନା ଗୋଟେ ପିଲାଟେ ଛିଡ଼ା ହେଇଛି, ହାତରେ ତାର କ'ଣ ଅଛି ନା ଗୋଟେ ଗୁଡ଼ିଟେ ଅଛି, ସେ ଆକାଶରେ ତାକୁ ଉଡ଼ଉଛି। ତ see the two pictures of kite and guess। ତ ଗୁଡ଼ିର ଛବି ଦୁଇଟିକୁ ଦେଖ ଏବଂ ଅନୁମାନ କର। Is it possible to write a poem on these two stages, kite on the ground and kite in the sky? ଏହା ସମ୍ଭବ କି ଏହି ଦୁଇଟି ଅବସ୍ଥା ସମ୍ବନ୍ଧରେ ଗୋଟିଏ କବିତା ଲେଖିବା? ପସିବୁଲ୍ ମାନେ କ'ଣ ସମ୍ଭବ। To write a poem ମାନେ ଗୋଟେ କବିତା ଲେଖିବା। On these two stages ମାନେ କ'ଣ ଅବସ୍ଥା, କାହାର ଅବସ୍ଥା ଗୁଡ଼ିର। On the ground and kite in the sky. Let's read this poem and see. ଚାଲ ବର୍ତ୍ତମାନ କବିତାଟିକୁ ପଢ଼ିବା ଏବଂ ଦେଖିବା। While reading ଯେଉଁ ସମୟରେ ଆମେ ପଢ଼ିବା। While reading ମାନେ କ'ଣ ଯେଉଁ ସମୟରେ ଆମେ ପଢ଼ିବା ବା ଯେଉଁ କ୍ଷଣରେ। While ଯେଉଁ କ୍ଷଣରେ ବା ସମୟରେ, ରିଡ଼ିଂ ମାନେ ପଢ଼ିବା। देखो a kite on the ground is just paper and string, but up in the air it will dance and sing. A kite in the air will dance and caper, but back on the ground is just string and paper. देखो दुईटा स्टांजा देइछि, प्रथम पंक्ति और द्वितीय पंक्ति। तो ये प्रथम पंक्तिर चारिटा धाड़ी देइछि, द्वितीय पंक्तिर मध्य चारिटा धाड़ी देइछि। तो आ माने आमे जानिबा ए काइट ऑन द ग्राउंड भूमि उपरे पड़िथिबा समय गोटे गुड़ी कौन थाए इज जस्ट पेपर एंड स्ट्रिंग। यह जस्ट पेपर माने कौन कागज, पेपर माने
सी कि अवस्था थाए जो भूमि उपर पड़ता है कागज होगी थाए स्ट्रिंग स्ट्रिंग मान है सूता कागज आ सूता ही थाए बाट आप इन दी एयर किंतु जितेबाला से वायुमंडल थाए आकाश जो उड़ू थाए इट विल डेन्स से सी कौन करे ना नाचे बा नृत्य करे एंड सिंग सिंग माने गीत गाइबा तो ए काइट इन दी एयर विल डेन्स एंड कापर जितेबाला वायुमंडल गुड़ीटी थाए से सी कौन करे ना नृत्य करे एवं कापर कापर मीन्स डेइबा कौन करे सी ना डेइबा डेई थाए डेइबा बट बैक ऑन द ग्राउंड जितेबाला से भूमि को फेरी आसे इज अ स्ट्रिंग एंड पेपर से सी गोटे सूता ही थाए आउ कागज होइकी रही थाए देख स्टांजा वन जो आम पढ़ले ए काइट ऑन द ग्राउंड इज जस्ट पेपर एंड स्ट्रिंग पार्ट अप इन द एयर इट विल डांस एंड सिंग तो काइट माने कौन पिले ना गुड़ी ग्राउंड माने हला भूमि काइट माने हला गुड़ी ग्राउंड माने हला कौन तुमर ना भूमि जस्ट माने केवल मात्र अप इन द एयर माने कौन वायुमंडल थिबा समय आकाश उड़ुथिबा समय डांस करे माने नाचे सिंग माने गीत गाई थाए स्ट्रिंग माने हला सूता स्ट्रिंग STRING स्ट्रिंग माने सूता से बड़े स्टांजा 2 बा पंक्ति 2 देखिबा कापर माने लंफ देवा बा डेइबा बैक ऑन द ग्राउंड भूमि ऊपर को खसी आसी पड़िबा बैक ऑन द ग्राउंड पेपर माने हला कागज आप इन दी एयर वायुमंडल थिबा समय रे डांस माने सी नाचिबा बा नाची थाए सिंग माने गीत गाइबा स्ट्रिंग माने हला सूता तापर देख वर्तमान टीचर रीड्स अलाउड द पोएम पॉइंटिंग एट ईच वर्ड प्रत्येक शब्द को शिक्षक कौन करेंगे ना बड़ पार्टी पढ़े प्रत्येक शब्द को सूचाई बड़ पार्टी पढ़े सी और ही रीड्स शोइंग द पोएम टू द स्टूडेंट्स ए कविताटी को पिला को देखी शिक्षक पढ़े स्टूडेंट लिसन छात्र छात्री मैंने शुणवे एंड लुक एट द टीचर क्लोजिंग देयर विद्यार्थी मैंने से बही सब बंद कर शिक्षक आड़ को चाह शुणवे तो बर्तमान आम देखा कम्प्रेन्सन क्वेश्चन माने कौन कम्प्रेन्सन अर्थ बोधमूलक आम कौन बुझिले कम्प्रेन्सन माने हला बोधमूलक आम कौन बुझिले ताकू नहीं केते गुड़िए प्रश्न देइछि तो से प्रश्नर उत्तर आम लिखा देख व्हाट इज द पोएम अबाउट ए प्रश्न आमको ओडिया रे कौन कही ना कविताटी केउं विषय रे आधारित व्हाट इज द पोएम अबाउट तार आंसर आम कौन लिखा ना द पोएम इज अबाउट ए काइट नेक्स्ट क्वेश्चन देख द पोएट स्पीक्स ऑफ टू सिचुएशंस ऑफ ए काइट व्हाट आर दे कवि गुड़ीर दुईटी परिस्थिति सिचुएशन माने हला परिस्थिति कवि गुड़ीर दुईटी परिस्थिति विषय रे कहिसंती से गुड़िक कौन गुड़ी भूमि उपरे काइट ऑन द ग्राउंड एंड डैश एंड काइट इन द स्काई और एयर एवं गुड़ी आकाश रे वा वायुमंडल रे इन हुई सिचुएशन इज द काइट मोर एक्टिव इन द एयर और ऑन द ग्राउंड तो ता माने कौन ना केउ परिस्थिति रे गुड़ीटी अधिक सक्रिय वायुमंडल रे किंबा भूमि उपरे तो आम आंसर रे कौन लिखा द काइट इज मोर एक्टिव इन द एयर नेक्स्ट क्वेश्चन देखा देख व्हाट डज इट डू व्हेन इट इज इन द एयर यह वायुमंडल थिबा बेले कौन करे आंसर आम कौन लिखा व्हेन द काइट इज इन द एयर इट डांस सिंग्स एंड कापर जेतेबेले यह वायुमंडल थाए सेतेबेले से नृत्य करे गीत गाए एवं डेई थाए तापर नेक्स्ट क्वेश्चन देखा हाउ इज इट व्हेन ऑन द ग्राउंड यह भूमि उपर थिबा बेले किपरि थाए तबे आंसर आम कौन लिखिपर ना व्हेन द काइट
ଇଜ୍ ଅନ୍ ଦି ଗ୍ରାଉଣ୍ଡ ଇଟ୍ ଇଜ୍ ଜଷ୍ଟ ପେପର୍ ଆଣ୍ଡ ଷ୍ଟ୍ରିଙ୍ଗ। ଯେତେବେଳେ ଏହା ଭୂମି ଉପରେ ଥାଏ ସେତେବେଳେ ଏହା କେବଳ ପେପର ବା କାଗଜ ଏବଂ ସୂତା ହିସାବରେ ଥାଏ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ହୁୟାର ଇଜ୍ ଦି କାଇଟ୍ ଭେରି ହ୍ୟାପି ଇନ୍ ଦି ଏୟାର ଅର୍ ଅନ୍ ଦି ଗ୍ରାଉଣ୍ଡ। କେଉଁଠାରେ ଗୁଡ଼ିଟି ଅଧିକ ଖୁସି ଥାଏ, ବାୟୁମଣ୍ଡଳରେ କିମ୍ବା ଭୂମି ଉପରେ? ଆନ୍ସର୍ ଆମେ କ'ଣ ଲେଖିବା, ଦି କାଇଟ୍ ଇଜ୍ ଭେରି ହ୍ୟାପି ଇନ୍ ଦି ଏୟାର। ଯେତେବେଳେ ସେ ବାୟୁମଣ୍ଡଳ ଥାଏ ସେତେବେଳେ ଅଧିକ ଖୁସିରେ ଥାଏ। ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ହାଉ ମେନି ଷ୍ଟାଞ୍ଜାସ୍ ଆର୍ ଦେୟାର ଇନ୍ ଦି ପୋଏମ୍। କବିତାଟିରେ କେତୋଟି ପଦ ଅଛି ବା ପଙ୍କ୍ତି ଅଛି? ତ ଆନ୍ସର୍ ଆମେ ଲେଖିବା କ'ଣ, ଦେୟାର ଆର୍ 2 ଷ୍ଟାଞ୍ଜାସ୍ ଇନ୍ ଦି ପୋଏମ୍। କବିତାରେ କେତୋଟି ପଙ୍କ୍ତି ଅଛି ବା ପଦ ଅଛି? ନା 2ଟି ପଦ ଅଛି। ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ହ୍ୱାଟ୍ ଡଜ୍ ଦି ଫାର୍ଷ୍ଟ ଷ୍ଟାଞ୍ଜା ଟକ୍ ଆବାଉଟ୍। ପ୍ରଥମ ପଦଟି କେଉଁ ବିଷୟରେ କହେ? ଦି ଫାର୍ଷ୍ଟ ଷ୍ଟାଞ୍ଜା ଟକ୍ସ ଆବାଉଟ୍ ହାଉ ଦି କାଇଟ୍ ଇଜ୍ ଅନ୍ ଦି ଗ୍ରାଉଣ୍ଡ ଏଣ୍ଡ ହାଫ୍ ଇନ୍ ଦି ଏୟାର। ନେକ୍ସଟ କ୍ୱେଶ୍ଚନ୍ ଦେଖିବା, ହ୍ୱାଟ୍ ଡଜ୍ ଦି ସେକେଣ୍ଡ ଷ୍ଟାଞ୍ଜା ଟକ୍ ଆବାଉଟ୍। ଦ୍ୱିତୀୟ ପଦଟି କେଉଁ ବିଷୟରେ କହେ? ଦି ସେକେଣ୍ଡ ଷ୍ଟାଞ୍ଜା ଟକ୍ ଆବାଉଟ୍ ହାଉ ଦି କାଇଟ୍ ଇଜ୍ ଇନ୍ ଦି ଏୟାର ଏଣ୍ଡ ବ୍ୟାକ୍ ଅନ୍ ଦି ଗ୍ରାଉଣ୍ଡ। ସେକେଣ୍ଡ ଷ୍ଟାଞ୍ଜା କ'ଣ କହିଥାଏ? ନା ହାଉ ଦି କାଇଟ୍ ଇଜ୍ ଅନ୍ ଦି ଏୟାର, ବାୟୁମଣ୍ଡଳ ଯେତେବେଳେ କାଇଟ୍ଟି ଥାଏ, ଗୁଡ଼ିଟି ଥାଏ, କିପରି ଥାଏ? ଏଣ୍ଡ ବ୍ୟାକ୍ ଅନ୍ ଦି ଗ୍ରାଉଣ୍ଡ, ଯେତେବେଳେ ଭୂମିକୁ ପଳେଇ ଆସେ ସେତେବେଳେ କିପରି ଥାଏ? ହ୍ୱାଟ୍ ଡୁ ଦି ଫାର୍ଷ୍ଟ 2 ଲାଇନ୍ସ ଅଫ୍ ଦି ଫାର୍ଷ୍ଟ ଷ୍ଟାଞ୍ଜା ଟକ୍ ଆବାଉଟ୍ କାଇଟ୍ ଅନ୍ ଦି ଗ୍ରାଉଣ୍ଡ ଅର୍ କାଇଟ୍ ଇନ୍ ଦି ଏୟାର। ପ୍ରଥମ ପଦର ପ୍ରଥମ 2ଟି ଧାଡ଼ି କେଉଁ ବିଷୟରେ କହେ? ଗୁଡ଼ି ଭୂମି ଉପରେ କିମ୍ବା ଗୁଡ଼ି ବାୟୁମଣ୍ଡଳରେ। ଦି ଫାର୍ଷ୍ଟ 2 ଲାଇନ୍ସ ଅଫ୍ ଦି ଫାର୍ଷ୍ଟ ଷ୍ଟାଞ୍ଜା ଟକ୍ ଆବାଉଟ୍ କାଇଟ୍ ଅନ୍ ଦି ଗ୍ରାଉଣ୍ଡ। ତେଣୁ ଫାର୍ଷ୍ଟ 2 ଲାଇନ୍ସ ଅଫ୍ ଫାର୍ଷ୍ଟ ଷ୍ଟାଞ୍ଜା, ପ୍ରଥମ ପଙ୍କ୍ତି ବା ପ୍ରଥମ ପଦର ପ୍ରଥମ 2ଟି ଧାଡ଼ି କହିଥାଏ କ'ଣ? କାଇଟ୍ ଅନ୍ ଦି ଗ୍ରାଉଣ୍ଡ, ଭୂମି ଉପରେ ଗୁଡ଼ିଟି ଥିବା ଅବସ୍ଥା କଥା କହିଥାଏ। ହ୍ୱାଟ୍ ଡୁ ଦି ଫାର୍ଷ୍ଟ 2 ଲାଇନ୍ସ ଅନ୍ ଦି ସେକେଣ୍ଡ ଷ୍ଟାଞ୍ଜା ଟକ୍ ଆବାଉଟ୍ କାଇଟ୍ ଅନ୍ ଦି ଗ୍ରାଉଣ୍ଡ ଅର୍ କାଇଟ୍ ଇନ୍ ଦି ଏୟାର। ଦ୍ୱିତୀୟ ପଦର ପ୍ରଥମ ଧାଡ଼ି 2ଟି କେଉଁ ବିଷୟରେ କହେ? ଗୁଡ଼ି ଭୂମି ଉପରେ କିମ୍ବା ଗୁଡ଼ି ବାୟୁମଣ୍ଡଳରେ। ଦି ଫାର୍ଷ୍ଟ 2 ଲାଇନ୍ସ ଅଫ୍ ଦି ସେକେଣ୍ଡ ଷ୍ଟାଞ୍ଜା ଟକ୍ ଆବାଉଟ୍ କାଇଟ୍ ଇନ୍ ଦି ଏୟାର। ପ୍ରଥମ 2 ଧାଡ଼ି ଦ୍ୱିତୀୟ ପଙ୍କ୍ତି ବା ଦ୍ୱିତୀୟ ପଦର କ'ଣ କହିଥାଏ? ନା କାଇଟ୍ ଇନ୍ ଦି ଏୟାର, ବାୟୁମଣ୍ଡଳରେ ଗୁଡ଼ି ଉଡ଼ୁଥିବା କଥା କହିଥାଏ। ନେକ୍ସଟ ଦେଖିବା, ସେସନ୍ 2 ବା ଭାଗ 2 ପୋଷ୍ଟ ରିଡ଼ିଂ। ପୋଷ୍ଟ ରିଡ଼ିଂ ଭାଗରେ ଆମେ କ'ଣ ଦେଖିବା? ଭିଜୁଆଲ୍ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍। ଭିଜୁଆଲ୍ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍ ତା ଅର୍ଥ କ'ଣ? ତାପରେ ପୋଷ୍ଟ ରିଡ଼ିଂ ତା ମାନେ କ'ଣ? ପଢ଼ି ସାରିବା ପରେ। ଆମେ ପଢ଼ି ସାରିବା ପରେ କ'ଣ ଜାଣିବା? ପଢ଼ି ସାରିବା ପରେ। ଭିଜୁଆଲ୍ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍। ଭିଜୁଆଲ୍ ମେମୋରି ଡେଭଲପମେଣ୍ଟ ଟେକ୍ନିକ୍ ମାନେ କ'ଣ? ଦେଖ, ଦୃଶ୍ୟ ସ୍ମୃତି ଉନ୍ନୟନ କୌଶଳ। ଭିଜୁଆଲ୍ ମାନେ କ'ଣ? ଦୃଶ୍ୟ। ମେମୋରି ମାନେ ଆମ ସ୍ମୃତି ଶକ୍ତି କେତେ ଅଛି ବା ଆମ ମେମୋରିରେ ଆମେ କେତେ ରଖିଛେ। ମେମୋରି ମିନ୍ସ ସ୍ମୃତି। ଡେଭଲପମେଣ୍ଟ ମାନେ ଉନ୍ନତି ବା ଉନ୍ନୟନ। ଟେକ୍ନିକ୍ ମାନେ ହେଲା କୌଶଳ। କାଇଟ୍ ଫ୍ଲାଇଂ ମାନେ ଗୁଡ଼ି ଉଡ଼ାଇବା। କାଇଟ୍ ଫ୍ଲାଇଂ ମାନେ ଗୁଡ଼ି ଉଡ଼ାଇବା। ଷ୍ଟ୍ରିଙ୍ଗ ମାନେ ହେଲା ସୂତା। କାପର ମାନେ ହେଲା ଡେଇଁବା। ସିଂ ମାନେ ଗୀତ ଗାଇବା। ତାପରେ ଲିସନିଂ, ୟୁର ଟିଚର ୱିଲ୍ ରିଡ୍ ଆଲାଉଡ୍ ସମ୍ ଅଫ୍ ଦି ୱାର୍ଡସ୍ ଲିସନ୍ ବିଲୋ। ଶିକ୍ଷକ ଦେଖ କେତେ ଗୁଡ଼ିଏ ଶବ୍ଦ ଦେଇଛି, ଶିକ୍ଷକ ସେହି ଶବ୍ଦ ଗୁଡ଼ିକୁ ଜୋରରେ ପଢ଼ିବେ। ୟୁ ଟିକ୍ ଦି ୱାର୍ଡସ୍ ଇନ୍ ୟୋର ବୁକ୍, ତୁମେ ତୁମ ବହିରେ ସେହି ଶବ୍ଦ ଗୁଡ଼ିକୁ ରାଇଟ୍ ଚିହ୍ନ ମାରିବ। ଦେଖ କେତେ ଗୁଡ଼ିଏ ଶବ୍ଦ ଅଛି କ'ଣ? ଗ୍ରାଉଣ୍ଡ ମାନେ କ'ଣ? ନା ଭୂମି। କାଇଟ୍ ମାନେ କ'ଣ? ନା ଗ୍ରାଉଣ୍ଡ ମାନେ ଭୂମି, କାଇଟ୍ ମାନେ ଗୁଡ଼ି। ଷ୍ଟ୍ରିଙ୍ଗ ମାନେ ସୂତା। ଡ୍ୟାନ୍ସ ମାନେ ନାଚିବା। ସିଂ ମାନେ ଗୀତ ଗାଇବା। କାପର ମାନେ ଡେଇଁବା। ତାପରେ ୟୁର ଟିଚର
reads aloud the first stanza, you listen to him or her and fill in the blanks। ତାହେଲେ ଶିକ୍ଷକ କ'ଣ କରିବେ ନା ପଢ଼ିବେ, ତୁମେ ତାକୁ ମନ ଦେଇକି ଶୁଣ ଏବଂ ଶୂନ୍ୟ ସ୍ଥାନ ପୂରଣ କର। ଦେଖ ଏ ଡ୍ୟାସ୍ ଅନ୍ ଦି ଡ୍ୟାସ୍, ତ ଏଠି କ'ଣ ହେବ, ଏ କାଇଟ୍ KITE ଏ କାଇଟ୍ ଅନ୍ ଦି ଗ୍ରାଉଣ୍ଡ GROUND ଏ କାଇଟ୍ ଗୋଟିଏ ଗଡ଼ି କେଉଁଠି ଅଛି, ଅନ୍ ଦି ଗ୍ରାଉଣ୍ଡ ଭୂମିରେ ଅଛି। ଯେତେବେଳେ ଭୂମିରେ ସିଏ ଥାଏ ଇଜ୍ ଜଷ୍ଟ, ସେତେବେଳେ ସିଏ କ'ଣ ସାଧାରଣ ଭାବରେ କ'ଣ ହେଇଥାଏ, ପେପର ମାନେ କାଗଜ, ଏଣ୍ଡ ଷ୍ଟ୍ରିଙ୍ଗ ସୂତା STRING ଷ୍ଟ୍ରିଙ୍ଗ। ବାଟ୍ ଯେତେବେଳେ ସିଏ କେଉଁଠି ଥାଏ ନା ଅଫ୍ ଉପରେ ଥାଏ UP ଅଫ୍ ଇନ୍ ଦି ଏୟାର AIR ଏୟାର ମାନେ ଆକାଶରେ। ଇଟ୍ ୱିଲ୍ କ'ଣ କରୁଥାଏ ସେତେବେଳେ ସିଏ ଡ୍ୟାନ୍ସ DANCE ଇଟ୍ ୱିଲ୍ ଡ୍ୟାନ୍ସ ଏଣ୍ଡ ସିଙ୍ଗ, ସେତେବେଳେ ସେ ନୃତ୍ୟ କରେ ଏବଂ ଗୀତ ଗାଏ। ତାପରେ ଚେନ୍ ଡ୍ରିଲ୍ କରିବା, ଚେନ୍ ଡ୍ରିଲ୍ ମାନେ ଶୃଙ୍ଖଳ ଶିକ୍ଷା। ଚେନ୍ ଡ୍ରିଲ୍ ଅର୍ଥ କ'ଣ, ଶୃଙ୍ଖଳ, ଚେନ୍ ଡ୍ରିଲ୍ ଶୃଙ୍ଖଳ ଶିକ୍ଷା। ତ ଏ କାଇଟ୍ ଅନ୍ ଦି ଗ୍ରାଉଣ୍ଡ ଏ କାଇଟ୍ ଇନ୍ ଦି ଏୟାର, ଦେଖ ଗୋଟିଏ ଗୁଡ଼ି ଭୂମି ଉପରେ, ଗୋଟିଏ ଗୁଡ଼ି ବାୟୁମଣ୍ଡଳରେ। ତାପରେ ରିଡ଼ିଂ ଆଲାଉଡ଼, ବଡ଼ ପାଟିରେ ପଢ଼ିବା। ଟିଚର୍ସ ଭର୍ସେସ୍ ଷ୍ଟୁଡେଣ୍ଟସ୍, ଶିକ୍ଷକ ବଡ଼ ପାଟିରେ ପଢ଼ିବେ, ତାପରେ ଛାତ୍ରଛାତ୍ରୀମାନେ ବଡ଼ ପାଟିରେ ପଢ଼ିବେ, ତାପରେ ଛାତ୍ରଛାତ୍ରୀମାନେ ବଡ଼ ପାଟିରେ ପଢ଼ିବେ, ତାପରେ ଛାତ୍ରଛାତ୍ରୀମାନେ ବଡ଼ ପାଟିରେ ପଢ଼ିବେ ସମସ୍ତ ଲାଇନ୍କୁ। ଟିଚର୍ସ ରିଡ୍ସ ଆଲାଉଡ଼ ଫାର୍ଷ୍ଟ ଲାଇନ୍, ପ୍ରଥମେ ଶିକ୍ଷକ ଜୋରରେ ପ୍ରଥମ ଧାଡ଼ି ପଢ଼ିବେ, ଦି ଷ୍ଟୁଡେଣ୍ଟସ୍ ସେକେଣ୍ଡ ଲାଇନ୍, ତାପରେ ଛାତ୍ରଛାତ୍ରୀମାନେ ଦ୍ୱିତୀୟ ଲାଇନ୍କୁ ପଢ଼ିବେ। ୱାନ୍ ଗ୍ରୁପ୍ ଅଫ୍ ଷ୍ଟୁଡେଣ୍ଟସ୍ ରିଡ୍ସ ଆଲାଉଡ଼ ଦି ଫାର୍ଷ୍ଟ ଲାଇନ୍, ଗୋଟିଏ ଗ୍ରୁପ୍ ପ୍ରଥମ ଧାଡ଼ି ପଢ଼ିବେ, ତାପରେ ଅଦର ଗ୍ରୁପ୍ ସେକେଣ୍ଡ ଧାଡ଼ି ପଢ଼ିବେ। ତାପରେ ଦେଖ ଏଇଠି ସେଇଟା ସରିଲା। ତାପରେ ଆସିବା ମେଣ୍ଟାଲ ଟକ୍କୁ ଆସିବା। ଦେଖ ମେଣ୍ଟାଲ ଟକ୍ ମାନେ କ'ଣ, ମାନସିକ କଥୋପକଥନ। ମେଣ୍ଟାଲ ଟକ୍ ମିନ୍ସ ମାନସିକ କଥୋପକଥନ। ମାନସିକ କଥୋପକଥନ। ଦେଖ ଏ କାଇଟ୍ ଅନ୍ ଦି ଗ୍ରାଉଣ୍ଡ ଜଷ୍ଟ ପେପର ଏଣ୍ଡ ଷ୍ଟ୍ରିଙ୍ଗ, ଭୂମି ଉପରେ ପଡ଼ିଥିବା ଗୋଟିଏ ଗୁଡ଼ି କେବଳ ମାତ୍ର କାଗଜ ଏବଂ ସୂତା ଅଟେ। ତାପରେ ବର୍ତ୍ତମାନ ଦେଖ ରାଇଟିଂ, ଲେଖିବା। ଆନ୍ସର ଦି ଫଲୋଇଂ କ୍ୱେଶ୍ଚନ୍, ତଳଲିଖିତ ପ୍ରଶ୍ନ ଗୁଡ଼ିକର ଉତ୍ତର ଆମେ ବର୍ତ୍ତମାନ ଲେଖିବା। ହ୍ୱାଟ୍ ଇଜ୍ ଦି ପୋଏମ୍ ଆବାଉଟ୍, ତାହେଲେ ଏଠି ଆମେ କ'ଣ ଲେଖିବା, ଦି ପୋଏମ୍ ଇଜ୍ ଆବାଉଟ୍ ଏ କାଇଟ୍, ଦି ପୋଏମ୍ ଇଜ୍ ଆବାଉଟ୍ ଏ କାଇଟ୍। ନେକ୍ସଟ ଦେଖ ଦି ଟୁ ଷ୍ଟେଟ୍ସ ଅଫ୍ ଏ କାଇଟ୍ ଆର୍, ଗୋଟିଏ ଗୁଡ଼ିର ଦୁଇଟି ଅବସ୍ଥା। ଷ୍ଟେଟ୍ସ ମାନେ କ'ଣ, ଅବସ୍ଥା। ଗୋଟିଏ ଗୁଡ଼ିର ଦୁଇଟି ଅବସ୍ଥା ରହିଛି। କାଇଟ୍ ଅନ୍ ଦି ଗ୍ରାଉଣ୍ଡ, ଏଠି କ'ଣ ହେବ GROUND ଗ୍ରାଉଣ୍ଡ, ଏଣ୍ଡ କାଇଟ୍ ଇନ୍ ଦି ଏୟାର ଇନ୍ ଦ AIR। ହ୍ୱାଟ୍ ଡଜ୍ ଏ କାଇଟ୍ ଡୁ ହ୍ୱେନ୍ ଇନ୍ ଦି ଏୟାର, ଯେତେବେଳେ ବାୟୁମଣ୍ଡଳ ଥାଏ ଗୁଡ଼ିଟି କ'ଣ କରିଥାଏ। ହ୍ୱେନ୍ ଏ କାଇଟ୍ ଇଜ୍ ଇନ୍ ଦି ଏୟାର ଇଟ୍ ଡ୍ୟାନ୍ସେସ୍ ସିଙ୍ଗସ୍ ଏଣ୍ଡ କାପର୍ସ। ହ୍ୱାଟ୍ ଡଜ୍ ଏ କାଇଟ୍ ଡୁ ହ୍ୱେନ୍ ଇନ୍ ଦି ଏୟାର, ବାୟୁମଣ୍ଡଳ ଥିବାବେଳେ ଗୁଡ଼ିଟି କ'ଣ କରେ। କ'ଣ ଲେଖିବା ଆମେ ନା ହ୍ୱେନ୍ ଏ କାଇଟ୍ ଇଜ୍ ଇନ୍ ଦି ଏୟାର, ଇଜ୍ ଇନ୍ ଦି ଏୟାର ଇଟ୍ କ'ଣ କରେ ନା ଡ୍ୟାନ୍ସେସ୍, it dances sings SINGS, it dances sings and capers, capers ମାନେ ଡେଇଁବା CAPERS capers। ନେକ୍ସଟ ଦେଖ what do the first two line of the first stanza talk about,
प्रथम पदटीर प्रथम दुईटी धाड़ी केउं विषय रे कहे कौन लिखा ना दी फर्स्ट टू लाइन ऑफ दी फर्स्ट स्टांजा टॉक अबाउट ये को आम लिखि नहीं जीवा टॉक अबाउट ए काइट ये लिखिदबा ए काइट ऑन दी ग्राउंड ना सरला तापर देख भी व्हाट डू दी फर्स्ट टू लाइन ऑफ दी सेकेंड स्टांजा टॉक अबाउट द्वितीय पदर प्रथम दुईटी धाड़ी केउं विषय रे कहे ना लिखिबा दी first two line of the second stanza of the second stanza talk about a kite in the air आंसर सरला नेक्स्ट देखिबा given below are 4 pairs of lines, one on one side and 2 themes on the other side. देखो given below are 4 pairs. निम्न रे 4 जोड़ा धाड़ी 4 pairs माने 4 जोड़ा धाड़ी दिया है। निम्न रे 4 जोड़ा धाड़ी गोटे पार्श्व रे one side and 2 themes. themes माने कौन प्रसंग themes on the other side match them ताको आमे जोड़िबा। देखो एटी कौन देइछि but up in the air it will dance and sing जेते बेले सी आकाश रे थाए सेते बेले कौन करे ना डांस करे एंड सिंग करे। तो एटा केते बेले ना काइट ए लाइफ सेते बेले काइट रो जीवित अवस्था ए काइट इन दी एयर जेते बेले गुड़ीटी वायुमंडल थाए आकाश रे थाए विल डांस एंड कापर सेते से नृत्य करे एवं डेई थाए तो जेते बेले से जीवित अवस्था रे थाए। तो नेक्स्ट देखिबा ए काइट ऑन द ग्राउंड इज जस्ट पेपर एंड स्ट्रिंग कतले गुटे गुड़ीटी भूमि रे थाए सेते बेले से गुटे कागज आकार थाए एवं सूता आकार थाए तार मूल्य किछि न थाए तार अर्थ काइट डेड गुड़ीर मृत अवस्था। नेक्स्ट देखिबा गुटे धाड़ी कोन अछि ना बट बैक ऑन द ग्राउंड इज जस्ट स्ट्रिंग एंड पेपर जेते बेले से फेरी आसे भूमि को सेते बेले से केवल सूता स्ट्रिंग माने सूता पेपर माने कागज होइकी रही थाए सेते बेले डेड अवस्था। ताने ए दुईटा धाड़ी काइट डेड अवस्था आई आउ टू आई हला काइटर लाइव अवस्था। तो एडी देखो समस्त प्रश्नर उत्तर आमे करि सारिचे तेणु समस्त को अनुरोध निश्चित भाव में ये चैनल रे प्रत्येक सब्जेक्टर प्रत्येक टॉपिक रे आंसर पाइबा पई चैनल को निश्चित भाव में सब्सक्राइब कर रखंतु आ सांग मानक मध्य बहुत मात्रा शेयर कर दियंतु सेमान मध्य उपकृत हेबे एवं पाखर थिबा ऑल द बेल नोटिफिकेशन आइकन पर क्लिक कर दियंतु जहा द्वारा कि मु जो भी वीडियो अपलोड करिबे तुम सब्जेक्ट संक्रांत रे सर्वप्रथम तुम पाखरे नोटिफिकेशन पहुंची परिबो एवं तुम भल भाव में बुझी परिबो एवं तार आंसर मध्य करि परिबो। रहउची जय जगन्नाथ।